1917 ମସିହା ରୁଷ ବିପ୍ଳବ MCQ ପ୍ରଥମ ଭାଗକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡ଼ିଓରେ ଆମେ ପିଲାମାନେ 1917 ମସିହା ରୁଷ ବିପ୍ଳବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 40ଟି MCQ ବିଷୟରେ ଆଲୋଚନା କରିବା। ପ୍ରଥମ ପ୍ରଶ୍ନଟି ହେଉଛି ପିଲାମାନେ, ରୁଷ ବିପ୍ଳବ କେବେ ହୋଇଥିଲା? ରୁଷ ବିପ୍ଳବ 1917 ମସିହାରେ ହୋଇଥିଲା। କେଉଁ ବିପ୍ଳବକୁ ପ୍ରୋଲେଟେରିଏଟ୍ ବିପ୍ଳବ କୁହାଯାଏ? ରୁଷ ବିପ୍ଳବକୁ ପ୍ରୋଲେଟେରିଏଟ୍ ବିପ୍ଳବ କୁହାଯାଏ। ରୁଷ ବିପ୍ଳବକୁ କାହିଁକି ପ୍ରୋଲେଟେରିଏଟ୍ ବିପ୍ଳବ କୁହାଯାଏ? ରୁଷ ବିପ୍ଳବକୁ ପ୍ରୋଲେଟେରିଏଟ୍ ବିପ୍ଳବ କୁହାଯାଏ କାରଣ ପ୍ରୋଲେଟେରିଏଟ୍ ମାନେ ଏହି ବିପ୍ଳବ କରିଥିବାରୁ ରୁଷ ବିପ୍ଳବକୁ ପ୍ରୋଲେଟେରିଏଟ୍ ବିପ୍ଳବ କୁହାଯାଏ। ରୁଷର ବିପ୍ଳବୀମାନେ କାହାର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ? ରୁଷର ବିପ୍ଳବୀମାନେ କାର୍ଲ ମାର୍କ୍ସ ଓ ଫ୍ରେଡରିକ୍ ଏଞ୍ଜେଲ୍ସଙ୍କ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ରୁଷର ସମାଜ ମୁଖ୍ୟତଃ କେତୋଟି ଶ୍ରେଣୀରେ ବିଭାଜନ ହୋଇଥିଲା? ରୁଷର ସମାଜ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭାଜନ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ରୁଷର ସମାଜରେ ଉଚ୍ଚ ଶ୍ରେଣୀରେ କିଏ ଥିଲେ? ରୁଷର ସମାଜରେ ଉଚ୍ଚ ଶ୍ରେଣୀରେ ସମ୍ଭ୍ରାନ୍ତମାନେ ଥିଲେ। ରୁଷର ସମାଜରେ ନିମ୍ନ ଶ୍ରେଣୀରେ କିଏ ଥିଲେ? ରୁଷର ସମାଜରେ ନିମ୍ନ ଶ୍ରେଣୀରେ ସର୍ବହରାମାନେ ଥିଲେ। କେବେ ରୁଷରେ ଶିଳ୍ପ ବିପ୍ଳବର ଦ୍ରୁତ ପ୍ରସାର ହୋଇଥିଲା? 1861 ମସିହାରେ ରୁଷରେ ଶିଳ୍ପ ବିପ୍ଳବର ଦ୍ରୁତ ପ୍ରସାର ହୋଇଥିଲା। କ'ଣ ଗଠନ କରି ଶ୍ରମିକମାନେ ତାଙ୍କର ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ହେଲେ? ଟ୍ରେଡ୍ ୟୁନିୟନ ଗଠନ କରି ଶ୍ରମିକମାନେ ତାଙ୍କର ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ହେଲେ। କାହାର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ରୁଷର ଶ୍ରମିକମାନେ? କାର୍ଲ ମାର୍କ୍ସଙ୍କର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ରୁଷର ଶ୍ରମିକମାନେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କେଉଁ ରାଜବଂଶ ରୁଷ ବିପ୍ଳବ ସମୟରେ ରୁଷରେ ଶାସନ କରୁଥିଲେ? ରୋମାନୋଭ ରାଜବଂଶ ରୁଷ ବିପ୍ଳବ ସମୟରେ ରୁଷରେ ଶାସନ କରୁଥିଲେ। ରୁଷିଆର ସମ୍ରାଟଙ୍କୁ କ'ଣ କୁହାଯାଉଥିଲା? ରୁଷିଆର ସମ୍ରାଟଙ୍କୁ ଜାର୍ ବୋଲି କୁହାଯାଉଥିଲା। ରୁଷିଆର ଜାର୍ମାନେ କେଉଁ ମତବାଦର ଦୃଢ଼ ସମର୍ଥକ ଥିଲେ? ରୁଷିଆର ଜାର୍ମାନେ ଦୈବଦତ୍ତ ଅଧିକାର ମତବାଦର ଦୃଢ଼ ସମର୍ଥକ ଥିଲେ। ରୁଷିଆର ସଂସଦର ନାମ କ'ଣ ଥିଲା? ରୁଷିଆର ସଂସଦର ନାମ ଡୁମା ଥିଲା। ରୁଷିଆରେ କିଏ ନିଯୁକ୍ତି ପ୍ରଦାନ ଓ ବହିଷ୍କାର କରୁଥିଲେ? ରୁଷିଆରେ ଜାର୍ ନିଜେ ନିଯୁକ୍ତି ପ୍ରଦାନ ଓ ବହିଷ୍କାର କରୁଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ଜାର୍ମାନଙ୍କର କେଉଁ ନୀତି ରୁଷ ବିପ୍ଳବ ପଥ ସୁଗମ କରିଥିଲା? ଜାର୍ମାନଙ୍କର ସ୍ୱେଚ୍ଛାଚାର ଓ ଦମନମୂଳକ ନୀତି ରୁଷ ବିପ୍ଳବର ପଥକୁ ସୁଗମ କରିଥିଲା। ରୁଷ କେବେ କ୍ରିମିଆ ଯୁଦ୍ଧରେ ପରାସ୍ତ ହେଲା? ରୁଷ 1856 ମସିହାରେ କ୍ରିମିଆ ଯୁଦ୍ଧରେ ପରାସ୍ତ ହେଲା। ରୁଷରେ
କିଏ କୃଷି ଭୃତ୍ୟ ପ୍ରଥା ଉଠାଇଥିଲେ? ରୁଷରେ ରାଜା ଦ୍ୱିତୀୟ ଆଲେକଜାଣ୍ଡାର କୃଷି ଭୃତ୍ୟ ପ୍ରଥା ଉଠାଇଥିଲେ। ରୁଷରେ କେବେ କୃଷି ଭୃତ୍ୟ ପ୍ରଥା ଉଠାଇ ଦିଆଯାଇଥିଲା? ରୁଷରେ 1861 ମସିହାରେ କୃଷି ଭୃତ୍ୟ ପ୍ରଥା ଉଠାଇ ଦିଆଯାଇଥିଲା। ଜାର୍ ଦ୍ୱିତୀୟ ଆଲେକଜାଣ୍ଡାର କେଉଁମାନଙ୍କ ହାତରେ ନିହତ ହେଲେ? ଜାର୍ ଦ୍ୱିତୀୟ ଆଲେକଜାଣ୍ଡାର ନିହିଲିଷ୍ଟ ମାନଙ୍କ ହାତରେ ନିହତ ହେଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ରୁଷିଆରେ ଜାରମାନେ କେଉଁ ମସିହା ପର୍ଯ୍ୟନ୍ତ ଶାସନ କରିଥିଲେ? ରୁଷିଆରେ ଜାରମାନେ 1917 ମସିହା ପର୍ଯ୍ୟନ୍ତ ଶାସନ କରିଥିଲେ। କାହା ମତରେ ରୁଷ ବିପ୍ଳବର ଉତ୍ସ ଗଭୀର ଭାବରେ ରୁଷର ଇତିହାସ ସହିତ ସଂଯୁକ୍ତ ହୋଇ ରହିଛି? ଐତିହାସିକ ଲିପ୍ସନଙ୍କ ମତରେ ରୁଷ ବିପ୍ଳବର ଉତ୍ସ ଗଭୀର ଭାବରେ ରୁଷର ଇତିହାସ ସହିତ ସଂଯୁକ୍ତ ହୋଇ ରହିଛି। ରୁଷିଆ ବିପ୍ଳବ ସମୟରେ ରୁଷିଆର ଜାର୍ କିଏ ଥିଲେ? ରୁଷିଆ ବିପ୍ଳବ ସମୟରେ ରୁଷିଆର ଜାର୍ ଦ୍ୱିତୀୟ ନିକୋଲାସ ଥିଲେ। ରୁଷିଆ ବିପ୍ଳବ ସମୟରେ କେଉଁ ରାଜା ଅଯୋଗ୍ୟ, ଦୁର୍ବଳମନା ଓ ଜିଦଖୋର ଶାସକ ଥିଲେ? ରୁଷିଆ ବିପ୍ଳବ ସମୟରେ ଜାର୍ ଦ୍ୱିତୀୟ ନିକୋଲାସ ଅଯୋଗ୍ୟ, ଦୁର୍ବଳମନା, ଜିଦଖୋର ଶାସକ ଥିଲେ। ପ୍ରଥମ ଆଲେକଜାଣ୍ଡାର ପରେ କିଏ ରୁଷିଆର ରାଜା ହେଲେ? ପ୍ରଥମ ଆଲେକଜାଣ୍ଡାରଙ୍କ ପରେ ଦ୍ୱିତୀୟ ଆଲେକଜାଣ୍ଡାର ରୁଷିଆର ରାଜା ହେଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କ୍ରିମିଆ ଯୁଦ୍ଧ କେବେ ହୋଇଥିଲା? କ୍ରିମିଆ ଯୁଦ୍ଧ 1853 ମସିହାରୁ 1856 ମସିହା ପର୍ଯ୍ୟନ୍ତ ହୋଇଥିଲା। ଦ୍ୱିତୀୟ ଆଲେକଜାଣ୍ଡାର ପରେ କିଏ ରୁଷିଆର ରାଜା ହେଲେ? ଦ୍ୱିତୀୟ ଆଲେକଜାଣ୍ଡାର ପରେ ତୃତୀୟ ଆଲେକଜାଣ୍ଡାର ରୁଷିଆର ରାଜା ହେଲେ। ତୃତୀୟ ଆଲେକଜାଣ୍ଡାର ପରେ କିଏ ରୁଷିଆର ରାଜା ହେଲେ? ତୃତୀୟ ଆଲେକଜାଣ୍ଡାର ପରେ ଜାର୍ ଦ୍ୱିତୀୟ ନିକୋଲାସ ରୁଷିଆର ରାଜା ହେଲେ। ଜାର୍ ଦ୍ୱିତୀୟ ନିକୋଲାସଙ୍କ ପତ୍ନୀ କିଏ ଥିଲେ? ଜାର୍ ଦ୍ୱିତୀୟ ନିକୋଲାସଙ୍କ ପତ୍ନୀ ଜାରିନା ଥିଲେ। କିଏ ଜାର୍ ଦ୍ୱିତୀୟ ନିକୋଲାସ ଓ ରାଣୀ ଜାରିନାଙ୍କୁ ପ୍ରଭାବିତ କରିଥିଲେ? ରାସପୁଟିନ ଜାର୍ ଦ୍ୱିତୀୟ ନିକୋଲାସ ଓ ତାଙ୍କ ରାଣୀ ଜାରିନାଙ୍କୁ ପ୍ରଭାବିତ କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ରୁଷୀକରଣ ନୀତି କେଉଁ ବିପ୍ଳବର ଅନ୍ୟତମ କାରଣ ଅଟେ? ରୁଷୀକରଣ ନୀତି ରୁଷ ବିପ୍ଳବର ଅନ୍ୟତମ କାରଣ ଅଟେ। ରୁଷ ଓ ଜାପାନ ମଧ୍ୟରେ କେବେ ଯୁଦ୍ଧ ସଂଗଠିତ ହୋଇଥିଲା? ରୁଷ ଓ ଜାପାନ ମଧ୍ୟରେ 1904-1905 ମସିହାରେ ଯୁଦ୍ଧ ସଂଗଠିତ ହୋଇଥିଲା। ରୁଷ ଜାପାନ ଯୁଦ୍ଧରେ କିଏ ପରାଜିତ ହୋଇଥିଲା? ରୁଷ ଜାପାନ ଯୁଦ୍ଧରେ ରୁଷ ପରାଜିତ ହୋଇଥିଲା। ରୁଷ ଜାପାନ ଯୁଦ୍ଧରେ କିଏ ବିଜୟ ଲାଭ କରିଥିଲା? ରୁଷ ଜାପାନ ଯୁଦ୍ଧରେ ଜାପାନ ବିଜୟ ଲାଭ କରିଥିଲା। ରକ୍ତାକ୍ତ ରବିବାସରୀୟ ହତ୍ୟାକାଣ୍ଡ କେବେ ସଂଗଠିତ ହୋଇଥିଲା? ରକ୍ତାକ୍ତ ରବିବାସରୀୟ ହତ୍ୟାକାଣ୍ଡ
1905 ମସିହା ଜାନୁଆରୀ 22 ତାରିଖ ସଂଗଠିତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ 1905 ମସିହା ଜାନୁଆରୀ 22 ତାରିଖରେ କିଏ ସାଧାରଣ ଜନତା ଉପରେ ଗୁଳି ଚଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ? 1905 ମସିହା ଜାନୁଆରୀ 22 ତାରିଖରେ ଜାର୍ ଦ୍ୱିତୀୟ ନିକୋଲାସ୍ ସାଧାରଣ ଜନତା ଉପରେ ଗୁଳି ଚଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ଇସ୍ତାହାର କେବେ ଜାର୍ ଘୋଷଣା କରିଥିଲେ? ଅକ୍ଟୋବର ଇସ୍ତାହାର 1905 ମସିହାରେ ଜାର୍ ଘୋଷଣା କରିଥିଲେ। ଜାର୍ କେବେ ପ୍ରଥମ ଡୁମା ଆହ୍ୱାନ କଲେ? ଜାର୍ 1906 ମସିହା ମେ ମାସ 6 ତାରିଖରେ ପ୍ରଥମ ଡୁମା ଆହ୍ୱାନ କଲେ। ଜାର୍ ଡୁମାରେ କ'ଣ କଲେ? ଜାର୍ ଡୁମାରେ ସାଧାରଣ ଜନତାଙ୍କୁ ବନ୍ଦୀ କଲେ, ହତ୍ୟା କଲେ, ସାଇବେରିଆକୁ ନିର୍ବାସନରେ ମଧ୍ୟ ପଠାଇଲେ। କାହାର ନିର୍ଦ୍ଦେଶରେ ଜାର୍ ସୁଯୋଗ୍ୟ ମନ୍ତ୍ରୀମାନଙ୍କୁ ବହିଷ୍କାର କରିଥିଲେ? ରାସପୁଟିନ୍ଙ୍କ ନିର୍ଦ୍ଦେଶରେ ଜାର୍ ଦ୍ୱିତୀୟ ନିକୋଲାସ୍ ସୁଯୋଗ୍ୟ ମନ୍ତ୍ରୀମାନଙ୍କୁ ବହିଷ୍କାର କରିଥିଲେ। 1917 ମସିହା ରୁଷ ବିପ୍ଳବ ଆଜିର ଏହି ପ୍ରଥମ ଭାଗ ଭିଡ଼ିଓରେ ଆମେ 40ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ MCQ ବିଷୟରେ ଆଲୋଚନା କଲେ। ପିଲାମାନେ ମୁଁ କହିବି ତୁମମାନଙ୍କୁ ଏ ଭିଡ଼ିଓଟିକୁ ଅତି କମରେ 2ରୁ 3 ଥର ଯେମିତି ହେଲେ ଦେଖିଦେବ। ଭିଡ଼ିଓଟି ଯଦି ଭଲ ଲାଗିଥିବ ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରିଦେବ, ତୁମର ସାଙ୍ଗମାନଙ୍କ ସହିତ ସେୟାର କରିଦେବ, ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ। ପିଲାମାନେ ଯଦି ତୁମକୁ ଏହି ରୁଷିଆ ବିପ୍ଳବର ଦ୍ୱିତୀୟ ପାର୍ଟ ଦରକାର ତାହେଲେ କମେଣ୍ଟ ବକ୍ସରେ ପାର୍ଟ 2 ବୋଲିକି ଲେଖିବ, ତାହେଲେ ମୁଁ ବହୁତ ଜଲ୍ଦି ଦ୍ୱିତୀୟ ପାର୍ଟ ଭିଡ଼ିଓଟି ବି ଅପଲୋଡ଼ କରିଦେବି।